ମୁଁ ବିଶ୍ୱନାଥ ସମସ୍ତଙ୍କୁ କ୍ଲାସ୍ 10 ବିଶ୍ୱନାଥ ଚ୍ୟାନେଲକୁ ସ୍ୱାଗତ କରୁଛି। ଆଜି ଆମେ ଏହି କ୍ଲାସରେ ତୁମର ମାଟ୍ରିକ ବୋର୍ଡ ପରୀକ୍ଷା 2026 ପାଇଁ ଫାଷ୍ଟ ଲାଙ୍ଗୁଏଜ ଓଡ଼ିଆର ଅବଜେକ୍ଟିଭ ପାର୍ଟର ଗୋଟିଏ ସାମ୍ପଲ ପେପର ଡିସ୍କସନ୍ କରିବା। ତେଣୁ ଏଇ ଯେଉଁ ସାମ୍ପଲ ପେପର ଏଠାରେ ଆମେ ଡିସ୍କସନ୍ କରିବା, ଏହି ସାମ୍ପଲ ପେପର ତୁମର ପରୀକ୍ଷା ପାଇଁ ବହୁତ ଇମ୍ପୋର୍ଟାଣ୍ଟ, କାରଣ ଯେଉଁ ସାମ୍ପଲ ପେପରରେ ଯେଉଁ କୋଶ୍ଚିନ୍ ଗୁଡ଼ିକ ଥାଏ ସେଗୁଡ଼ିକ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଥାଏ ଏବଂ ପ୍ରିଭିୟସ୍ ଇୟର କୋଶ୍ଚିନ୍ ମଧ୍ୟ ରହିଥାଏ। ତେଣୁ ଏଗୁଡ଼ିକ ସଦାବେଳେ ଏକ୍ଜାମରେ ରିପିଟ୍ ହୋଇଥାଏ କୋଶ୍ଚିନ୍, ମାନେ ଏଇ ସାମ୍ପଲ ପେପରରୁ କୋଶ୍ଚିନ୍ ବାରମ୍ବାର ରିପିଟ୍ ହୋଇଥାଏ। ତେଣୁ ଏଥିରୁ ହିଁ ତୁମର ମ୍ୟାକ୍ସିମମ୍ କୋଶ୍ଚିନ୍ ଆସିବ। ଏବଂ ଆଉ ଗୋଟେ ଜିନିଷ, ସାମ୍ପଲ ପେପର ପ୍ରାକ୍ଟିସ୍ କରିବା ଦ୍ୱାରା ତୁମର ପ୍ରିପାରେସନ୍ ଆହୁରି ଷ୍ଟ୍ରଙ୍ଗ ହେଇଯିବ। କାରଣ ମୁଁ ତୁମକୁ କହିଥିଲି ଯେତେ ସାମ୍ପଲ ପେପର ପ୍ରାକ୍ଟିସ୍ କରିବ ସେତେ ଭଲ, କାରଣ ଇଏ ବି ଗୋଟେ ଏକ୍ଜାମ। ତେଣୁ ଏଥିରେ ଯଦି ତୁମେ ଯେଉଁଦିନ ତୁମର 50ରୁ 50 ମାର୍କ ରହିଲା, ଜାଣିବ ଯେ ତୁମେ ଏକ୍ଜାମରେ ବି 50ରୁ 50 ମାର୍କ ରଖିଦେବ। ତେଣୁ ବାରମ୍ବାର ସାମ୍ପଲ ପେପର ପ୍ରାକ୍ଟିସ୍ କର, କାରଣ ତୁମେ ସଦାବେଳେ ବହି ପଢ଼ିଲ, ନୋଟ୍ସ ପଢ଼ିଲ, କିନ୍ତୁ ସାମ୍ପଲ ପେପର ଯଦି ପ୍ରାକ୍ଟିସ୍ କରିନ ତାହେଲେ ତୁମକୁ ଏକ୍ଜାମର ଫିଲ୍ଡଟା ଆସିବନି। କାରଣ ଏକ୍ଜାମରେ କ'ଣ ସବୁ ଚାପ୍ଟରରୁ କୋଶ୍ଚିନ୍ ଆସିବ, ତୁମକୁ ସବୁ ଚାପ୍ଟରରୁ କୋଶ୍ଚିନ୍ର ଆନ୍ସର ସଠିକ୍ ଦେବାର ଅଛି। ତେଣୁ ଏକ୍ଜାମ ହଲ୍ରେ ତୁମେ ଯଦି ସବୁ ଯାକ ପଢ଼ିକି ଯାଇଥିବ ସିଲାବସ୍ ଭଲ ଭାବରେ କମ୍ପ୍ଲିଟ୍ ଭାବରେ, ତଥାପି ତୁମକୁ ଏକ୍ଜାମରେ ଦେଖିବ ଛୋଟିଆ ଛୋଟିଆ ମିଷ୍ଟେକ୍ ହେଇଯିବ। ସେଇ ଛୋଟ ମିଷ୍ଟେକ୍କୁ ଦୂର କରିବା ପାଇଁ ତୁମକୁ ସାମ୍ପଲ ପେପର ଅର୍ଥାତ୍ ସେଟ୍ ବା ଆକୁ କହନ୍ତି ପିଲାମାନେ ବି ମଡେଲ କ୍ୱେଶ୍ଚିନ୍ ପେପର ତୁମକୁ ପ୍ରାକ୍ଟିସ୍ କରିକି ଯିବାର ଅଛି। ମିନିମମ୍ 10ରୁ 15ଟି କ୍ୱେଶ୍ଚିନ୍ ପେପର ପ୍ରାକ୍ଟିସ୍ କରିକି ଯାଅ। ତ ମୁଁ ତୁମକୁ ସବୁ ସବଜେକ୍ଟର ଅତି କମ୍ରେ 10ଟି ସାମ୍ପଲ ପେପର ତୁମ ବୋର୍ଡ ପରୀକ୍ଷା ପାଇଁ ମୁଁ ପ୍ରାକ୍ଟିସ୍ କରାଇଦେବି, ଅତି କମ୍ରେ 10ଟି। ଓକେ, ତେଣୁ ଅତି ବେଶୀରେ କେତୋଟି ହେଇପାରେ ଠିକ୍ ନାହିଁ, କିନ୍ତୁ ଅତି କମ୍ରେ 10ଟି ସାମ୍ପଲ ପେପର ମୁଁ ତୁମକୁ ପ୍ରାକ୍ଟିସ୍ କରାଇବି। ତେଣୁ ଏତିକି ରେଗୁଲାର ଆସିକି କ୍ଲାସ୍ 10 ବିଶ୍ୱନାଥ ଚ୍ୟାନେଲରେ ଦେଖ କ୍ଲାସ୍, ଯାହାଦ୍ୱାରା ତୁମର ଇମ୍ପ୍ରୁଭ୍ ହେଇପାରିବ। ଓକେ, ଆଜି ଆମେ ଓଡ଼ିଆର ଏଇ ସାମ୍ପଲ ପେପର ଡିସ୍କସନ୍ କରିବା। ଏଥିରେ 50ଟା ଅବଜେକ୍ଟିଭ କୋଶ୍ଚିନ୍ ଅଛି। ତେଣୁ ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ ରେଗୁଲାର କ୍ଲାସେସ୍ ଦେଖିବା ପାଇଁ। କ୍ଲିୟର? ଓକେ, ଦେଖ ପିଲେ, କ'ଣ ଦେଇଛି ପ୍ରଥମ କୋଶ୍ଚିନ୍। ମୁଁ ଦେଖ ଫଟାଫଟ ପୁରା କୋଶ୍ଚିନ୍ ଆନ୍ସର ଡିସ୍କସନ୍ କରିବି। ଉତ୍କଳ ଜନନୀ କେଉଁଥିରେ ମଣ୍ଡିତା? ଉତ୍କଳ ଜନନୀ କେଉଁଥିରେ ମଣ୍ଡିତ ଅଟନ୍ତି? ନା ସୁନ୍ଦର ମନ୍ଦିରରେ ମଣ୍ଡିତ ଅଟନ୍ତି। ମୁଁ କହିଥିଲି ଯେ ଯେଉଁ ପୋଏମ୍ ଗୁଡ଼ାକ ରହିଲା ସେଇ ପୋଏମ୍ ଗୁଡ଼ାକୁ ଭଲ ଭାବରେ ମନେ ରଖ। ମନେ ରଖିଥିଲା ପରେ କ'ଣ ହେବ, ତୁମକୁ MCQରେ ସହଜ ହେବ ଏବଂ ଲଙ୍ଗ କୋଶ୍ଚିନ୍ ଆନ୍ସର ଲେଖିବାକୁ ମଧ୍ୟ ସହଜ ହେବ। ଯଦି ତୁମେ ବାରମ୍ବାର ରିଡ଼ିଂ କରୁଛ ତାହେଲେ ତୁମର ମନେ ରହିଯିବ। ତେଣୁ ବାରମ୍ବାର ରିଡ଼ିଂ କର, ମନେ ହେଲା। ତାପରେ ଦେଖ ନେକ୍ସଟ କୋଶ୍ଚିନ୍, କେଉଁମାନଙ୍କ କୁଟୀର ଦ୍ୱାରା ଉତ୍କଳ ଜନନୀ ପବିତ୍ର? କେଉଁମାନଙ୍କ କୁଟୀର ଦ୍ୱାରା? ଆଚ୍ଛା, ଯୋଗୀ ଋଷି ଗଣ ଉଠଜ ପବିତ୍ର। ତେଣୁ ଯୋଗୀ ଋଷି ଗୁଣ ହେଇଯିବ ଆମର ଆନ୍ସର। ବୁଝିଲା? ନେକ୍ସଟ, ଶାରଳାଙ୍କ ସୃଷ୍ଟିରେ ଦୁର୍ଯ୍ୟୋଧନ କେଉଁ ପ୍ରକାର ଯୋଦ୍ଧା? ସେ ଜଣେ ମହତ୍ଵ ଆକାଂକ୍ଷୀ ଯୋଦ୍ଧା ଥିଲେ। ତେଣୁ ଶାରଳାଙ୍କ ଦୃଷ୍ଟିରେ ଦୁର୍ଯ୍ୟୋଧନ ହେଉଛନ୍ତି ମହତ୍ଵାକାଂକ୍ଷୀ, ମାନେ ମହତ୍ଵ ଆକାଂକ୍ଷୀ ଯୋଦ୍ଧା। ଓକେ, ବ୍ୟାସ ସରୋବରରେ ଶତ୍ରୁ ବଳପୂର୍ବକ ପ୍ରବେଶ କଲେ କ'ଣ ହେବ? ବ୍ୟାସ ସରୋବରରେ ଯଦି ଶତ୍ରୁ ବଳପୂର୍ବକ ପ୍ରବେଶ କରିବ ତାହେଲେ କ'ଣ ହେବ? ନିଶ୍ଚିତ ଭାବରେ ଶତ୍ରୁ ଧ୍ୱଂସ ହେଇଯିବ। ତେଣୁ ଶତ୍ରୁ ଧ୍ୱଂସ ହେବ ଆମର ଆନ୍ସର। କ'ଣ ହେଲା? ଦେଖ ନେକ୍ସଟ, ଉପେନ୍ଦ୍ର ଭଞ୍ଜ ଓଡ଼ିଆ ସାହିତ୍ୟରେ କେଉଁ କବି ରୂପେ ପରିଚିତ? ତାହେଲେ ଉପେନ୍ଦ୍ର ଭଞ୍ଜଙ୍କୁ ଆମେ କ'ଣ କହୁଛେ? ନା ସାର୍ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହୁଛେ। ତେଣୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ହେଇଯିବ ଆନ୍ସର। ବୁଝିହେଲା? ନେକ୍ସଟ, ଜ୍ୟେଷ୍ଠ ଭ୍ରାତା କାହା ତୁଲ୍ୟ ବୋଲି ରାବଣ ବିଭୀଷଣ ନିକଟକୁ ସନ୍ଦେଶ କହିଛି? ତାହେଲେ ଜ୍ୟେଷ୍ଠ ଭ୍ରାତା କାହା ତୁଲ୍ୟ? ନା ଜ୍ୟେଷ୍ଠ ଭ୍ରାତା ପିତାଙ୍କ ତୁଲ୍ୟ ବୋଲି ରାବଣ ବିଭୀଷଣ ନିକଟକୁ ସନ୍ଦେଶ ପଠାଇଛି ବା ଖବର ବା ସନ୍ଦେଶରେ କହିଛି। ଓକେ, ତେଣୁ ପିତା ହେବ ଏଇଟା ଆମର ଆନ୍ସର। ବୁଝିଲ? ନେକ୍ସଟ, ପାପ କର୍ତ୍ତେ ଯେହ୍ନେ ପଢ଼ଇ ଅଜ୍ଞାନ, ପାପ କର୍ତ୍ତେ ଯେହ୍ନେ ପଢ଼ଇ ଅଜ୍ଞାନ, ଏହି ପଂକ୍ତିରେ କେଉଁ ପ୍ରସଙ୍ଗ ପ୍ରକାଶିତ? କବିସୂଚକ ଗୀତାମୃତ ସ୍ମରଣ ନାହିଁ, ଜାତୀୟ ଭାବନାର ଉଦ୍ବେଳନ ନାହିଁ, ପାପ କର୍ତ୍ତେ ଯେହ୍ନେ ପଢ଼ଇ ଅଜ୍ଞାନ, ଜୀବନ ପ୍ରତି ଶାଶ୍ୱତ ବାର୍ତ୍ତା। ଜୀବନ ପ୍ରତି ଶାଶ୍ୱତ ବାର୍ତ୍ତା ହେବ ଆନ୍ସର। ତାକୁ ଦେଖିବା ନେକ୍ସଟ 8 ନମ୍ବର ଦେଖ, ଗଲାଣି ତ ଗଲା କଥାର ସଂଘାତ। ଏ ଯେଉଁ ଚୌପଦୀ ଏଇଟା କାହା ଦ୍ୱାରା ରଚିତ? ସମସ୍ତଙ୍କୁ ଆସିବ ଯେ ସାର୍ ବଳଦେବ ରଥଙ୍କ ଦ୍ୱାରା ରଚିତ। ତେଣୁ ଅପସନ୍ ସି ହେବ ଆନ୍ସର। ମୁନି ମାନଙ୍କର ବେଦ ଧ୍ୱନିକୁ କାହା ସହିତ ତୁଳନା କରାଯାଇଛି? ମୁନି ମାନଙ୍କର ବେଦ ଧ୍ୱନିକୁ କାହା ସହିତ ତୁଳନା କରାଯାଇଛି? କାହା ସହିତ? ସମୀରର ସଙ୍ଗୀତ ଗାନ ସହିତ,
ନା କୋଇଲିର କୁହୁ ତାନ ସହିତ, ନା ସରସ୍ୱତୀଙ୍କ ବୀଣା ଝଙ୍କାର ସହିତ, ନା କଳିଙ୍ଗର ମଧୁର ଗାନ ସହିତ? ତା ସହିତ ନା ସରସ୍ୱତୀଙ୍କର ବୀଣା ଝଙ୍କାର ସହିତ ମୁନିମାନଙ୍କର ବେଦସ୍ୱନକୁ ତୁଳନା କରାଯାଇଛି। ତାପରେ 10 ନମ୍ବର, ପାଟ ମାଗଧ ବେଶରେ କିଏ ଆସିଥିଲା? ନା ପାଟ ମାଗଧ ବେଶରେ କୁମ୍ଭାଟୁଆ ଆସିଥିଲା। କିଏ ଆସିଥିଲା? କଳିଙ୍ଗ କଳିଙ୍ଗ କୁମ୍ଭାଟି କଣ କଳିଙ୍ଗ ହବ ବୋଧେ ଏଇଟା। ପାଟ ମାଗଧ ବେଶରେ କିଏ ଆସିଥିଲା? କିଏ ଆସିଥିଲା? ନା କଳିଙ୍ଗ ଆସିଥିଲା। ତୁମେ ଚେକ୍ କରିଦବ। ଓକେ, ଆଉ ତୁମେ ଚେକ୍ କରିଦବ ଟିକେ ଜଷ୍ଟ ଆନ୍ସର ଭଲରେ। ଜାଗବନ୍ଧନ ହରା କବିତାରେ ଦେଶ କାହା ଦ୍ୱାରା ସତ ଖଣ୍ଡିତ ହୋଇଥିବା କୁହାଯାଇଛି? କାହା ଦ୍ୱାରା କିରେ? ନା ଜାତି ଉପଜାତି ଦ୍ୱାରା। ଜାତି ଆଉ ଯୋଉ ଉପଜାତି, ଜାତି ଆଉ ଉପଜାତି ଦ୍ୱାରା ଜାଗବନ୍ଧନ କବିତାରେ ଦେଶ କାହା ଦ୍ୱାରା ଯୋଉ ସତ ଖଣ୍ଡିତ ହୋଇଥିବା କୁହାଯାଇଛି? ନା ଦେଶଟା ଜାତି ଆଉ ଉପଜାତି ଦ୍ୱାରା ସତ ଖଣ୍ଡିତ ହୋଇଯାଇଥିବା କଥା ଜାଗବନ୍ଧନ ହରା କବିତାରେ କୁହାଯାଇଛି। ଦେଶକୁ ସତଖଣ୍ଡରେ ବିଭକ୍ତ କରୁଥିବା କାହାକୁ ଲୁପ୍ତ କରିବାକୁ ନବଯୁଗର ତରୁଣମାନଙ୍କୁ କବି ଅନନ୍ତ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି? କାହାକୁ? ନା ଜାତି ଉପଜାତି ମାନଙ୍କୁ। ନିଜ ହୃଦୟକୁ ମଜବୁତ କରିବାକୁ କବି ମାଟିମାକୁ କଣ ମାଗିଛନ୍ତି? ନା ଧୈର୍ଯ୍ୟ ମାଗିଛନ୍ତି। ଧୈର୍ଯ୍ୟ, ବୁଝିଲେ? କଣ ମାଗିଛନ୍ତି ରେ ପିଲେ? ନା ଧୈର୍ଯ୍ୟ ମାଗିଛନ୍ତି। କବି ବିଦ୍ୟୁତ ପ୍ରଭା ଦେବୀ ଭାରତ ମାତାଙ୍କର ନାଁ କିପରି ରଖିବେ ବୋଲି ସଂକଳ୍ପ କରିଛନ୍ତି? କିପରି ରଖିବେ ବୋଲି ସଂକଳ୍ପ କରିଛନ୍ତି? କେମିତି? ନା ନିଜର ପାଦ ଧୂଳିକୁ ମୁଣ୍ଡରେ ବୋଳିକି। ତେଣୁ ପାଦ ଧୂଳି ମୁଣ୍ଡରେ ବୋଳି ହେଇଯିବ ଆମର ଆନ୍ସର। କଣ ହବ? ନା ପାଦ ଧୂଳିକି ମୁଣ୍ଡରେ ମାରି ହେଇଯିବ, ବୋଳି ହେଇଯିବ ଆନ୍ସର। ବୁଝିହେଲା? କାନ୍ତ କବିଙ୍କ ଅସହଯୋଗୀର ଆତ୍ମକଥା ଗଦ୍ୟ ରଚନାଟି କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? କେଉଁ ପତ୍ରିକାରେ? ନା ଉତ୍କଳ ସାହିତ୍ୟ। କୋଉଠି ପିଲେ? ନା ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା। ତେଣୁ ଉତ୍କଳ ସାହିତ୍ୟ ହେଇଯିବ ଆମର କରେକ୍ଟ ଆନ୍ସର। ମନେ ହେଲା ଏତିକି? ନା କାହାର କିଛି ଡାଉଟ୍ ଅଛି? ନେକ୍ସଟ ଦେଖିବା, ତିଅଣରେ ଲୁଣ ଭଳି ସାହିତ୍ୟରେ କାହାର ଆବଶ୍ୟକତା ଅଛି ବୋଲି ଲକ୍ଷ୍ମୀକାନ୍ତ ମନେ କରୁଥିଲେ? ଦେଖ, ଯେମିତି ତରକାରୀରେ ଲୁଣ, ସେମିତି କି ସାହିତ୍ୟରେ କଣ ଦରକାର? ନା ହାସ୍ୟ ରସ ଦରକାର। ହାସ୍ୟ ରସ ହବ ଆନ୍ସର ଲକ୍ଷ୍ମୀକାନ୍ତଙ୍କ ଅନୁସାରେ। ଓକେ, ଜନ୍ମଭୂମି ପ୍ରବନ୍ଧରେ ଜନ୍ମଭୂମି ପ୍ରବନ୍ଧଟିରେ ଲେଖକ କାହାର ଅନନ୍ୟ ମହତ୍ଵ ଦର୍ଶାଇଛନ୍ତି? କାହାର? ନା ପଲ୍ଲୀଭୂମିର ବା ପଲ୍ଲୀଗ୍ରାମର। ଭୂମିଷ୍ଠ ପଲ୍ଲୀଗ୍ରାମ ହବ ଆନ୍ସର। ରଜ ପର୍ବର ଶେଷ ପରେ ଗ୍ରାମବାସୀମାନେ କେଉଁ ନିଷ୍ଠୁର ବାସ୍ତବତାକୁ ସାମ୍ନା କରନ୍ତି? କେଉଁ ନିଷ୍ଠୁର ବାସ୍ତବତାକୁ ସାମ୍ନା କରନ୍ତି? ନା କଠିନ କୃଷି କାର୍ଯ୍ୟ। ରଜ ପର୍ବର ଶେଷ ଯେତେବେଳେ ହେଇଯିବ ସେତେବେଳେ ସେମାନେ କଠିନ କୃଷି କାର୍ଯ୍ୟ କରିଥାନ୍ତି। ତେଣୁ ଆମର ଅପସନ ଡି ହେଇଯିବ ଆନ୍ସର। ମନେ ହେଲା? ନେକ୍ସଟ, କେଉଁ ଶାସ୍ତ୍ର ବଳରେ ଜଟିଳତମ ସମସ୍ୟାମାନ ଅନାୟାସରେ ସାଧିତ ହୋଇପାରୁଛି? ଗଣିତ ଶାସ୍ତ୍ର ବଳରେ। ଗଣିତ ଦ୍ୱାରା ଯେତିକି ଜଟିଳତମ ସମସ୍ୟା ରହିଛି ସେଟା ଅନାୟାସରେ କଣ ହେଉଛି? ନା ସାଧିତ ହୋଇପାରୁଛି। ବୁଝିଲ? ତା ଦେଖିବା 20 ନମ୍ବର, ଶିକ୍ଷା ସଂଯମ ଓ ବ୍ରହ୍ମଚର୍ଯ୍ୟ ପାଳନ ଲାଗି କଣ ଦରକାର? କଣ ଦରକାର କି ପିଲେ? ନା କଠୋର ସାଧନା ଦରକାର। କଣ ଦରକାର? ନା କଠୋର ସାଧନା ଦରକାର। ମନେ ହେଲା? ନା କାହାର କିଛି ଡାଉଟ୍? ମୂକ ଜନତାକୁ ମାତୃଭାଷାର ଅଧିକାର ଦେବା ପାଇଁ କିଏ ବ୍ୟାକୁଳ ହେଉଥିଲେ? ମହାତ୍ମା ଗାନ୍ଧୀ ହିଁ ବ୍ୟାକୁଳ ହେଉଥିଲେ। ହିବ୍ରୁ ଭାଷା କେଉଁ ଦେଶର ରାଜଭାଷାରେ ପରିଣତ ହୋଇଥିଲା? ହିବ୍ରୁ ଭାଷାଟା କଣ? ଇଜ୍ରାଏଲ। ଇଜ୍ରାଏଲ ଇଜ୍ରାଏଲର ରାଷ୍ଟ୍ର ଭାଷାରେ ପରିଣତ ହୋଇଛି। ଇଜ୍ରାଏଲ ହବ ଆନ୍ସର। ଦେଖିବା ଆମେ 23 ନମ୍ବର, କେଉଁ କଥା ନରେନଙ୍କ ଅନ୍ତରରେ ଦ୍ୱନ୍ଦ୍ୱକୁ ସମାଧାନ କରିଥିଲା? ନା ଠାକୁରଙ୍କ କଠୋର କଥା। ଭାରତବର୍ଷର ଶେଷ ଭୂଖଣ୍ଡ ପାହାଡ଼ ନିକଟକୁ ବିବେକାନନ୍ଦ କିପରି ଯାଇଥିଲେ? ଶେଷ ଭୂଖଣ୍ଡ ପାହାଡ଼ ନିକଟକୁ ବିବେକାନନ୍ଦ କେମିତି ଯାଇଥିଲେ? ନା ପହଁରିକି ଯାଇଥିଲେ। ତାପରେ ନେକ୍ସଟ ଦେଖ, ଇତିହାସ ପ୍ରସିଦ୍ଧ ଓଡ଼ିଆ ଜାତି କେଉଁ କାରଣରୁ ମହାଶ୍ମଶାନରେ ପରିଣତ ହେଲା? ମହାଶ୍ମଶାନରେ ପରିଣତ ହେଲା କାହିଁକି? ନଅଙ୍କ ଦୁର୍ଭିକ୍ଷ ଯେହେତୁ ପଡ଼ିଥିଲା, ତେଣୁ ନଅଙ୍କ ଦୁର୍ଭିକ୍ଷ ହେଇଯିବ ଆନ୍ସର। ନେକ୍ସଟ, ଜାତିପ୍ରେମ ବର୍ଣ୍ଣି ପ୍ରଜ୍ୱଳିତ କରି ସ୍ୱାର୍ଥମେତ ଯଜ୍ଞରେ ବ୍ୟକ୍ତିଗତ ସ୍ୱାର୍ଥକୁ ଆହୁତି ଦେବାକୁ କିଏ ଆହ୍ୱାନ ଦେଇଥିଲେ? କିଏ ଆହ୍ୱାନ ଦେଇଥିଲେ? କିଏ ଦେଇଥିଲେ? ନା ମଧୁସୂଦନ ଦାସ ଦେଇଥିଲେ। ତାପରେ ଦେଖିବା ନେକ୍ସଟ, ଲେଖକ ବସନ୍ତ କୁମାର ଶତପଥୀ ତାଙ୍କ କଲେଜ ପଢୁଆ ପୁଅକୁ କଟମଟ କରି ଚାହିଁଲେ କାହିଁକି? ଯେହେତୁ ତାଙ୍କ ପୁଅ କଣ ହେଲା? କାଠ ଚିରାଇର ମଜୁରୀ ବଢାଇ ଦେବାରୁ, ସେଥିପାଇଁ।
କାଠ ଚିଟାଳିର ମଜୁରୀ ବଢ଼ାଇ ଦେବାରୁ। ଲେଖକ ବସନ୍ତ କୁମାର ଶତପଥୀ କେତେ ପରିମାଣର କାଠ ଗୋଦାମରୁ କିଣିଥିଲେ? କେତିକି କାଠ ଗୋଦାମରୁ କିଣିଥିଲେ? ବାରମ୍ବାର କହିଛି ଯେ 2 କୁଇଣ୍ଟାଲ କାଠ କିଣିଥିଲେ। ସମ୍ରାଟ ଅଶୋକ ଯୁଦ୍ଧ ସମାପ୍ତି ଘୋଷଣା କରିବାର ପ୍ରକୃତ କାରଣ କ'ଣ? ନା ସୁନିଶ୍ଚିତ ପରାଜୟକୁ ଏଡ଼ାଇବାକୁ। ସୁନିଶ୍ଚିତ ପରାଜୟକୁ ଏଡ଼ାଇବାକୁ। କାଳର କପୋଳ ତଳେ ଗଳ୍ପ କାହା ଉପରେ ଆଧାରିତ? କାଳର କପୋଳ ତଳେ ଏଇ ଯୋଉ ଗପଟା ଏଇଟା କାହା ଉପରେ ଆଧାରିତ? ନା କିମ୍ବଦନ୍ତୀ ଆଉ ଇତିହାସ ଉପରେ ଆଧାରିତ। ନଟବର ବାବୁ ସଂସାରକୁ କାହା ସହିତ ତୁଳନା କରିଛନ୍ତି? କାହା ସହିତ ତୁଳନା କରିଛନ୍ତି? ନା ତତଲା ଲୁହା କରେଇ ସହିତ ତୁଳନା କରିଛନ୍ତି। ବଉଳ ଗଛ ଛାଇରେ ବସି ମଧୁ ତିଆଡ଼ି କ'ଣ ପଢୁଥିଲେ? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ବାରମ୍ବାର ଏଟା ଆଗରୁ ଏକ୍ଜାମରେ ପଢି ସାରିଛି। ନା ଭାଗବତ ପଢୁଥିଲେ, ଏବେ ବି ପଢିବାର ଚାନ୍ସ ରହୁଛି। କେଉଁ ନାଟକ ଲାଗି ମନୋରଞ୍ଜନ ଦାସ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି? ମନୋରଞ୍ଜନ ଦାସ କୋଉଥିପାଇଁ ପାଇଛନ୍ତି କିରେ? ନା ଛୋଟ ନାଟକ ପାଇଁ। ସୂର୍ଯ୍ୟଙ୍କୁ ପୂଜା କରି ଶାମ୍ଭ କେଉଁ ରୋଗରୁ ମୁକ୍ତ ହୋଇଥିଲେ? ନା କୁଷ୍ଠ ରୋଗରୁ। ଏଟା ସମସ୍ତଙ୍କୁ ଆସିବ, ଏଟା ବାରମ୍ବାର ରିପିଟ୍ ହଉଛି କ୍ୱେଶ୍ଚିନ୍ ହେଲା। 34 ନମ୍ବରଟା ବାରମ୍ବାର ପଡୁଛି। କାହାକୁ ସୁମରଣା କରି ଅନୁକୂଳ କରି ଯିବାକୁ ଧର୍ମାର ମା ତାକୁ କହିଲେ? ଆଉ ତ କହୁଛି କାହାକୁ ସୁମରଣା କରି ଅନୁକୂଳ କରି ଯିବାକୁ ଧର୍ମାର ମା ତାକୁ କହିଲେ, ମାନେ କାହାକୁ କହିଲେ? ଧର୍ମାକୁ କହିଲେ। କାହାକୁ? ନା ମଙ୍ଗଳା ମାକୁ ଶ୍ରୀକାହ୍ନୁକୁ ସୁମରଣ କରିକି, ତାହେଲେ ମଙ୍ଗଳା ମା ହବ ଆନ୍ସର। ବାକ୍ୟରେ ଥିବା ପଦ ଯୋଜନା ବାକ୍ୟର କ'ଣ ବୃଦ୍ଧି କରେ? ଦେଖ, ପଦ ଯୋଜନାଟା ସଦାବେଳେ ସୌନ୍ଦର୍ଯ୍ୟ ବୃଦ୍ଧି କରିବ। ଏଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଏବଂ ଭଲ କ୍ୱେଶ୍ଚିନ୍ ମଧ୍ୟ ଏଟା ହେଲା। ଏକ୍ଜାମରେ ଆସିଲା ଭଳିଆ କ୍ୱେଶ୍ଚିନ୍। ବାକ୍ୟର ଯୋଉ ପଦ ଯୋଜନା ରହିଛି ସେଟା ବାକ୍ୟରେ କ'ଣ ବୃଦ୍ଧି କରିବ? ନା ସୌନ୍ଦର୍ଯ୍ୟ ହିଁ ବୃଦ୍ଧି କରିବ। ବୁଝିଲ? ଦେଖ, ପଣ୍ଡିତ ଶିଷ୍ୟମାନଙ୍କୁ ଉପଦେଶ ଦେଲେ ବାକ୍ୟରେ ମୁଖ୍ୟ କର୍ମ କିଏ? ଦେଖ, ମୁଖ୍ୟ କର୍ମ ପରେ ଗୌଣ କର୍ମ ବ୍ୟବହାର କରାଯାଏ। ଗୌଣ କର୍ମ ବ୍ୟବହାର କରାଯାଏ। ଫାଷ୍ଟ ରହିବ ମୁଖ୍ୟ କର୍ମ, ତାପରେ ରହିବ ଗୌଣ କର୍ମ। ନା କ'ଣ? ଆରେ ଭୁଲ କହିଦେଲି। ଗୌଣ କର୍ମ ପରେ ମୁଖ୍ୟ କର୍ମ ବ୍ୟବହାର କରାଯାଏ ନା। ଗୌଣ କର୍ମ ଫାଷ୍ଟ ରହିବ, ତାପରେ ମୁଖ୍ୟ କର୍ମ ରହିବ। ତେଣୁ ଗୌଣ କର୍ମ କିଏ? ନା ଶିଷ୍ୟମାନଙ୍କୁ କ'ଣ ଦେଲେ? ନା ଉପଦେଶ ଦେଲେ। ତେଣୁ ଉପଦେଶଟା ହେଇଯିବ ଆମର ଏଠି କ'ଣ? ମୁଖ୍ୟ କର୍ମ। ଯଦି ଗୌଣ କର୍ମ ପଚାରିଥାନ୍ତା ତାହେଲେ ଶିଷ୍ୟମାନଙ୍କୁ ଲେଖିଥାନ୍ତେ। ବୁଝିଲ? ତାପରେ ତୁ ଯେତେ ମାଠିବୁ ମାଠେ, ମୁଁ ସେଇ ଦରପୋଡ଼ା କାଠ। ଏହା କେଉଁ ପ୍ରକାର ବାକ୍ୟ? ଦେଖ, କ'ଣ ଲାଗିଛି ଆଗ? କମା ଲାଗିଛି। କମା ଲାଗିଛି ନା ନାହିଁ? ଓକେ, କମା ଲାଗିଛି ମାନେ ଏଠି ଦିଟା ଦେଖ, କମା ଲାଗିକି ଦିଟା। ତୁ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ। ଅଧିକ ଏଠି ବାକ୍ୟ ରହିଛି, ତେଣୁ ଏଇଟା ଗୋଟେ ହେଇଯିବ କ'ଣ? ଜଟିଳ ବାକ୍ୟ। ଜଟିଳ ବାକ୍ୟ ହେଇଯିବ। କନସେପ୍ଟ ତ ଜାଣିଥିବ, ଆଉ କହୁନି। ଓଡ଼ିଆ ଭାଷାରେ କେଉଁ ବାଚ୍ୟର ବ୍ୟବହାର ଅଧିକ? ଆମ ଓଡ଼ିଆ ଭାଷାରେ ଯୋଉ କର୍ତ୍ତୃବାଚ୍ୟ, କର୍ତ୍ତୃବାଚ୍ୟ କର୍ତ୍ତୃବାଚ୍ୟର ବ୍ୟବହାର ଅଧିକ। ନା ଭୁଲ କହିଲି? 40 ନମ୍ବର ଦେଖେ ନାହିଁ। ବାକ୍ୟରେ ବିଭିନ୍ନ ବ୍ୟକ୍ତିଙ୍କର ସମ୍ବନ୍ଧ ବୁଝା ହେଉଥିଲେ ପ୍ରତ୍ୟେକ ସମ୍ବନ୍ଧ ପଦ ଡ୍ୟାସ୍ ହୁଏ। ପ୍ରତ୍ୟେକ ସମ୍ବନ୍ଧ ପଦ ବିଭକ୍ତି ଯୁକ୍ତ ହୁଏ। ପ୍ରଶ୍ନ, ଏହି ଶବ୍ଦରେ ନତ୍ୱବିଧି ନ ହେବାର କାରଣ କ'ଣ? ନତ୍ୱବିଧି ନ ହେବାର କାରଣ କ'ଣ? ବିଧି ନ ହେବାର କାରଣ କ'ଣ? ପ୍ରସଉନ, ଔନ, ତେଣୁ ଉ ପରେ କ'ଣ ହେଇଯାଉଛି? ନ ରହୁଛି। ଯଦି ଉ ପରେ ନ ରହୁଛି, ତେଣୁ ଉ ସ୍ୱରବର୍ଣ୍ଣ ପରେ ନଥିବାରୁ। ବୁଝିଲ? ଦେଖ, ସତ୍ୟବିଧି ନିୟମର ବ୍ୟତିକ୍ରମ ଥିବା ଶବ୍ଦ କିଏ? ସତ୍ୟବିଧି ଦେଖ, ଏଇଟା ବିସ୍ତାର। ସତ୍ୟବିଧିରେ ଏଇଟା ଇଏ ହେଇଛି। ଓକେ, ବ୍ୟତିକ୍ରମ ଅଛି। ତାପରେ ଦେଖିବା ନେକ୍ସଟ 43 ନମ୍ବର। କେଉଁ ଶବ୍ଦରେ ସତ୍ୟବିଧିଗତ ଶୁଦ୍ଧତା ରହିଛି? ଦେଖ, ଏଠି ପୁରସ୍କାର, ପରିଷ୍କାର ନାହିଁ, ଉତ୍କର୍ଷତା ନାହିଁ, ଅପରାହ୍ନ ନାହିଁ। ଅପରାହ୍ନ ହବ ଏଟା ହେଲା। ଏଟା ହବ ପୁରସ୍କାର। ବୁଝିଲା? ପୁରସ୍କାର, ଠିକ ଅଛି। କେଉଁ ସତ୍ୟବିଧି ପୁରସ୍କାର। ନେକ୍ସଟ ଦେଖିବା 44 ନମ୍ବର। ଏଥିମଧ୍ୟରୁ କେଉଁଟି ସମାସଗତ ଅଶୁଦ୍ଧ ଶବ୍ଦ? ଗଣେଶ, ଠିକ ଅଛି। ଗଣେଶ, ଠିକ ଅଛି। ତ ସେ ଦେଇଛି ଆମକୁ କ'ଣ? ସମାସଗତ ଦେଇଛି। ତାହେଲେ ଏଇ ଗଣେଶ,
ଏଇ ସହ କଥା ନା ଏଇ ସହ ହେଇଛି ତେଣୁ ଏଇଟା ନାହିଁ ସେ ଦେଇଛି ଆମକୁ ସମାସ କଥା ସମାସ ଅହର୍ନିଶ ହେଇଯିବ ଅହର୍ନିଶି ନୁହେଁ ଅହର୍ନିଶ ହେବା କଥା ହେଲା ଅହର୍ନିଶି ଦେଇଛି ତେଣୁ ଏଇଟା ଅହର୍ନିଶ ହବ ତେଣୁ ଅହର୍ନିଶ ହବ ଯେହେତୁ ତେଣୁ ଏଇଟା ହିଁ ଆମର ଠିକ ଆନ୍ସର ହବ। ତାପରେ ଦେଖିବା ଆମେ କିଛି ରୂଢି କ୍ୱେଶ୍ଚିନ୍ ଘର ଢିଙ୍କି କୁମ୍ଭୀର ଏହି ରୂଢିଟି ସାଧାରଣତଃ କେଉଁ ଅର୍ଥରେ ପ୍ରୟୋଗ କରାଯାଏ? ଆମେ ଯୋଉ କହୁଛେ ଘର ଢିଙ୍କି କୁମ୍ଭୀର ତା ମାନେ କଣ ନା ନିଜ ଲୋକ କଣ ଘର ଲୋକଟା ଶତ୍ରୁ ହବ ତାହେଲେ କଣ ହବ ସେମିତି ନିଜ ଲୋକ ଶତ୍ରୁ ହବା ମାନେ ଘର ଲୋକ ଶତ୍ରୁ ହବ ବହୁତ ବଡ ବଡ କଥା କହେ କିନ୍ତୁ କାମ କରେ ନାହିଁ ନିମ୍ନୋକ୍ତ ରୂଢି ଗୁଡ଼ିକ ମଧ୍ୟରୁ କେଉଁ ରୂଢିଟି ଏଭଳି ଅର୍ଥ ବୁଝାଏ? ସତ କଥାରେ ପଦ୍ମ ଜୀବନ ମୂର୍ଚ୍ଛା ଯୋକ ମୁହଁରେ ଲୁଣ କୁଆମୁଣ୍ଡା କପିଳା ଦେଖ ଯୋକ ମୁହଁରେ ଲୁଣ ମାନେ କଣ ଜାଣିଥିବ ଖତ କଦମରେ ପଦ୍ମ ଫୁଟିଆ ଯୋକ ମୁହଁରେ ଲୁଣ ଜୀବନ କୁଆମୁଣ୍ଡା କପିଳା ଯେ ଅଧିକ କଥା କହିବ କିନ୍ତୁ କିଛି କାମ କରିବ ନାହିଁ ତାକୁ କହନ୍ତି କଣ କୁଆମୁଣ୍ଡା କପିଳା ବୁଝିହେଲା ଆଉ ଡିଟେଲରେ କହୁନାହିଁ ଖତ କଦାରେ ପଦ୍ମ କଣ ଯୋକ ମୁହଁରେ ଲୁଣ କଣ ଯୋକ ମୁହଁରେ ଲୁଣ କଣ ଗର୍ଭ ଭାଙ୍ଗିବା ଖତ କଦାରେ ପଦ୍ମ ମାନେ ଯୋଉ ମୂର୍ଖ ଇଏ କରିବା ଯୋଉ ଆମେ କରୁଛୁ ଓକେ ଦେଖ ନେକ୍ସଟ 47 ଦେଖ ତମେ ଯଦି ରୂଢି ଗୁଡା ଖାଲି ପଢି ପଢି ଯିବ ଯଦି ଯାହାର ରୂଢି ଆଉ ଲୋକମାନେ ହଉନି ଖାଲି ପଢି ପଢି ପଳେଇବ ଦେଖିବ ସବୁ ଯାକ ମନେ ରହିଯାଇଥିବ ହେଲା ଯଦି ମନ ନ ରହିଲା ଏ ବିଷୟ ଯାକ ତୁମେ ଅପସନ ଇଲିମିନେଟ କରିକି ଆନ୍ସର ବାହାର କରିଦବ ଏକ୍ସାମରେ ଦେଖ ହାତେ ମାପି ଚାଖଣ୍ଡେ ଚାଲ ହାତେ ମାପି ଚାଖଣ୍ଡେ ଚାଲ ଏହି ଲୋକବାଣୀର ଅର୍ଥ କଣ ଦେଖ ଏଇ ଯୋଉ ଲୋକବାଣୀ ହାତେ ମାପି ଚାଖଣ୍ଡେ ଚାଲ ତାମାନେ କଣ ସାବଧାନ ହେଇ କାମ କରିବା ବା କାର୍ଯ୍ୟ କରିବା ସାବଧାନ ହୋଇ କାର୍ଯ୍ୟ କରିବା ତାପରେ ଦେଖ ନେକ୍ସଟ ଚୈତନ୍ୟ ଦାସଙ୍କ ବିଷ୍ଣୁ ଘର ପୁରାଣ ଏଇଟା ହେଇଛି ଦାଣ୍ଡି ବୃତ୍ତରେ ହେଲା ଦାଣ୍ଡି ବୃତ୍ତ ଆନ୍ସର ହବ ବରଜୀବ ରସେ ଦେଇ ମାନସ ବରଜୀବ ରସେ ଅମେଧ୍ୟ ଗ୍ରାସ ଏହି ପଦ୍ୟାଂଶରେ କେଉଁ ଅଳଙ୍କାର ପ୍ରୟୋଗ ହୋଇଛି କେଉଁ ଅଳଙ୍କାର ପ୍ରୟୋଗ ହୋଇଛି ଉପମା ଯମକ ରୂପକ ଆଉ ଅନୁପ୍ରାସ କହିଛି ଯମକ ହେଇଛି ଏଥୁ ଅନନ୍ତରେ ଗୋ ପାର୍ବତୀ ଦେବୀ ଶୁଣ ମାଲ୍ୟବନ୍ତ ପର୍ବତରେ ରହିଲେ ରଘୁରାଣ ପଦ୍ୟାଂଶରେ କେଉଁ ଛନ୍ଦର ପ୍ରୟୋଗ ହେଇଛି ଦାଣ୍ଡିବୃତ୍ତ ବୁଝିଲା 8 ଦାଣ୍ଡିବୃତ୍ତ ହେଲା କହିଛି ଦାଣ୍ଡିବୃତ୍ତର ହେଇଛି 2 2 4 ଦେଖ 1 2 1 2 3 4 5 6 7 8 9 10 11 12 13 14ଟା ଅଛି ତେଣୁ ଦାଣ୍ଡିବୃତ୍ତ ହବ ଆନ୍ସର ବୁଝିଲା ତେଣୁ ଦାଣ୍ଡିବୃତ୍ତ ଛନ୍ଦରେ ରଚିତ ହୋଇଛି ତେଣୁ ଆମର 50 ନମ୍ବର ଫାଇନାଲି ଶେଷ ହେଇଗଲା ତେଣୁ ପିଲାମାନେ ଆମେ ଏଇ ଗୋଟିଏ ଭିଡ଼ିଓରେ ହିଁ ଆମେ 1 ନମ୍ବର ଠାରୁ ଆରମ୍ଭ କରିକି 50 ନମ୍ବର ପର୍ଯ୍ୟନ୍ତ ତୁମର ମାଟ୍ରିକ ବୋର୍ଡ ପରୀକ୍ଷା 2026 ପାଇଁ ଆମେ ସାହିତ୍ୟର ଅବଜେକ୍ଟିଭ ପାର୍ଟର ଏଇ ଯୋଉ ମଡେଲ କ୍ୱେଶ୍ଚିନ୍ ପେପର ବା ସାମ୍ପଲ କ୍ୱେଶ୍ଚିନ୍ ପେପରକୁ ଆମେ ଆଲୋଚନା କରିଦେଲେ ତେଣୁ ଏଇ ଭିଡ଼ିଓକୁ ତୁମର ସାଙ୍ଗମାନଙ୍କ ସହିତ ସେୟାର କର ଯାହାଦ୍ୱାରା ସମସ୍ତେ ଏଇ ଭିଡ଼ିଓକୁ ଦେଖିପାରିବେ ପ୍ରାକ୍ଟିସ୍ କରିପାରିବେ ଆମେ ନେକ୍ସଟ ଭିଡ଼ିଓରେ ଆମେ ସବଜେକ୍ଟିଭ ପାର୍ଟର କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ୍ କରିବା ଏବଂ ତାପରେ ଏଭଳି ଭାବରେ ପ୍ରତ୍ୟେକ ସବଜେକ୍ଟର ମୁଁ ଅନାନ ଆଭରେଜ 10ଟି ସାମ୍ପଲ ପେପର ପ୍ରାକ୍ଟିସ୍ କରେ ମନେ ହେଲା ସମସ୍ତେ ନିଶ୍ଚିତ ଭାବରେ ଚ୍ୟାନେଲ ସହିତ ଯୋଡ଼ି ହେଇକି ରହିଥାଅ ଯାହାଦ୍ୱାରା ତୁମେ ଏମିତିଆ ଭିଡ଼ିଓ ଦେଖିପାରିବ ଏବଂ ଏଇ ଯୋଉ ଚ୍ୟାନେଲରେ ମୁଁ କେବଳ ତୁମ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ପାଠ ପଢ଼ାଉଛି ସବୁ ସବଜେକ୍ଟ କ୍ଲାସ୍ ଆସୁଛି ସ୍ପେଶିଆଲି ମ୍ୟାଥମେଟିକ୍ସ ତେଣୁ ସମସ୍ତେ ନିଶ୍ଚିତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥିବ ରେଗୁଲାର କ୍ଲାସ୍ ଦେଖିବା ପାଇଁ ଏବଂ ଯେତିକି ଏଠାରେ ମୁଁ କହୁଛି ଏଇ ସାମ୍ପଲ ପେପର ଗୁଡ଼ାକୁ ଭଲ ଭାବରେ ପ୍ରାକ୍ଟିସ୍ କରିକି ଯାଅ ଯାହାଦ୍ୱାରା ତୁମେ ଏକ୍ଜାମରେ ଭଲ ମାର୍କ ରଖିପାରିବ ଓକେ ତାହେଲେ ରହୁଛି ଆମେ ପୁଣି ଦେଖା ନେକ୍ସଟ ଭିଡ଼ିଓରେ ଥ୍ୟାଙ୍କ ୟୁ